ବାଲିଅନ୍ତାରେ 3 ଧାନମଣ୍ଡି ଶୁଭାରମ୍ଭ। ଆଜି ବାଲିଅନ୍ତା ବ୍ଲକ ଅଞ୍ଚଳରେ ସତ୍ୟାମପୁର ସେବା ସମବାୟ ସମିତି, ଝିଣ୍ଟି ଶାସନ ସମବାୟ ସମିତି ଓ ପ୍ରତାପ ଶାସନ ସମବାୟ ସମିତି ପକ୍ଷରୁ ଧାନମଣ୍ଡି ଶୁଭାରମ୍ଭ ହୋଇଛି। ସତ୍ୟାମପୁର ଧାନମଣ୍ଡିକୁ ଜୟଦେବ ବିଧାୟକ ନବକିଶୋର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ପ୍ରତାପ ଶାସନ ସେବା ସମବାୟ ସମିତି ମଣ୍ଡି ସମିତି ସଭାପତି ନଳିନୀକାନ୍ତ ମହାପାତ୍ର, ପ୍ରତାପ ଶାସନ ସମିତି ସଭ୍ୟ ଗଙ୍ଗାଧର ମାହାରୀ, ରାଜସ୍ୱ ନିରୀକ୍ଷକ ସୁଜିତ ବେହେରା, ବେଣୁଧର ଭୋଇ, ରବୀନ୍ଦ୍ର ବାରିକ, ଉମାଦେବୀ ବ୍ରହ୍ମପୁର, ସରପଞ୍ଚ ରମାଲତା ନାୟକ, ସମିତି ସଭ୍ୟ ରଞ୍ଜନ କୁମାର ମହାପାତ୍ର, ବିଜୟ ସାହୁ, ପ୍ରକୃତିବନ୍ଧୁ ଦୀନବନ୍ଧୁ ଭୋଇ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ। ସେହିପରି ଝିଣ୍ଟି ଶାସନ ସେବା ସମବାୟ ସମିତି ମଣ୍ଡିରେ ପୁରୋହିତପୁର ସରପଞ୍ଚ ଭଗବାନ ବେହେରା, ଝିଣ୍ଟି ଶାସନ ସରପଞ୍ଚ ଅଜିତ କୁମାର ପାତ୍ର ଏବଂ ସଭାପତି ବିଜୟ ନାୟକ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ସମ୍ପାଦକ ସାଗର ସୁନ୍ଦରାୟ, ମୋନିକା ମହାନ୍ତି ଓ ଭାଗ୍ୟଧର ମହାନ୍ତି ମଣ୍ଡି ପରିଚାଳନା କରିଥିଲେ।